ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ, ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ। ଓଲାରେ ଆଜ୍ଞା ଆଇଲେ ନା ମାଉସୀ ମାନେ ଗো ଶୁଣ ନେଇ ମନ, ମା ମାଉସୀ ମାନେ ମୋର ଶୁଣ ନେଇ ମନ। ଏକ ସୁନ୍ଦର ବିଷୟ ପଚାରିବି ଜାଣ, କେଡ଼େ ମାଧୁରରେ କଥା, କେଡ଼େ ଚତୁରରେ ଉଲା କଥା ଯେ କହୁଛି। ତା ଚତୁର ପଣିଆ ଏବେ ମୁଁ ଭାଙ୍ଗିଦେବି, ତା ଚତୁର ପଣିଆ ଏବେ ଭାଙ୍ଗିଦେବି। ସତ୍ୟ ଠାରୁରେ କଳି ପର୍ଯ୍ୟନ୍ତ ଜାଣ, କିଏ ଯାଇଛି ବାବୁରେ ସ୍ୱର୍ଗ ଦାନ। ସତ୍ୟ ଯୁଗେ କିଏ ସ୍ୱର୍ଗକୁ ଯାଇଥିଲା, ଆରେ ତ୍ରେତୟା ଯୁଗରେ କିଏ ସ୍ୱର୍ଗକୁ ଗଲା, ଦ୍ୱାପର ଯୁଗେ କିଏ ଗଲା ବହନ। ଏ କଳି ଯୁଗେ ଏକ ଗଲାରେ ଜାଣ, ତାହାର ନାମ ମୋତେ ତୁ କରିବୁ ବର୍ଣ୍ଣନ। ଭୁଲାରେ ତାହା ନାମ ମୋତେ ତୁ କରିବୁ ବର୍ଣ୍ଣନ। ଉପସ୍ଥିତ ମୋର ବିଜ୍ଞବନ୍ଧୁ, ସତ୍ୟରୁ କଳିଯୁଗ ପର୍ଯ୍ୟନ୍ତ କିଏ ସ୍ୱର୍ଗକୁ ଯାଇଥିଲେ? ସତ୍ୟରେ କିଏ ଯାଇଥିଲେ ତାଙ୍କ ନାଁ କ'ଣ ଥିଲା? ତ୍ରେତୟା ଯୁଗରେ କିଏ ଯାଇଥିଲେ ତାଙ୍କ ନାମ କ'ଣ ଥିଲା? ଦ୍ୱାପର ଯୁଗରେ କିଏ ଯାଇଥିଲେ ତାଙ୍କ ନାମ କ'ଣ ଥିଲା? ଏ କଳି ଯୁଗରେ କିଏ ଯାଇଛନ୍ତି ତାଙ୍କ ନାମ କ'ଣ ଅଛି? ସତ୍ୟରେ କିଏ ଯାଇଥିଲା ସ୍ୱର୍ଗକୁ? ତ୍ରେତୟାରେ କିଏ ଯାଇଥିଲା ସ୍ୱର୍ଗକୁ? ଦ୍ୱାପର ଯୁଗରେ କିଏ ଯାଇଥିଲା ସ୍ୱର୍ଗକୁ? ଆଉ ଏ କଳି ଯୁଗରେ ମଧ୍ୟ କିଏ ସ୍ୱର୍ଗ ଯାଇଛି? ଏ ଚାରିଟା ନାମ ଖାଲି ମୋତେ ତୁ କହିବୁ, ଆଉ କିଛି ଆବଶ୍ୟକ ନାହିଁ। ଏଇଟା କହିଲେ କେତେ ପଇସା ଦଉ? ଏଇଟା କହିଲେ ଏ 20 ଟଙ୍କା ନେବୁ। ଏ ଯେଉଁ 20 ଟଙ୍କା ସେ ଆଜ୍ଞା ଆଣିକି ଦେଲେନି, ଏଇଟା ନେବୁ। ସତ କହୁଛୁ ଦଉ? ଆରେ ସତ କ'ଣ କହୁଛୁ? ସତ ତ କହୁଛି, ଆଉ କ'ଣ ସତ କହିବୁ? ମାତ୍ର ମୁଁ ହେଲେ ତ ତତେ ଗୋଟେ ପଚାରି, ତୁ ମୋତେ କ'ଣଟା କରିବୁ? ଅପଛନ ତୁ ମୋତେ ପ୍ରଶ୍ନ କରିବୁ, ମୁଁ ମଧ୍ୟ ତତେ ଗୋଟେ ପଚାରି ପଚାରେ। ପଚାରି ହଁ, ଗୋଟେ ଛୋଟିଆ ପଛୁଣ୍ଡେ ପଚାରି। ହଉ ଛୋଟ କି ବଡ଼ ତୁ ପଚାରରେ। ମୁଁ ହେଲେ ତ ତତେ ମାନସ ଗା ପାରିଲାରେ ତତେ କେରେ କେରେ କିନ୍ତୁ ଗୋଟେ ଦିନ ବାଡ଼େଇଲା ମାନସ, ଜାଣିଛୁ ତ? ଏବେ କିନ୍ ସବୁ ପନିର ବାଛି ଖାଉଛି, କହିଲା ତୁ ପଳା, ତାପରେ ମୁଁ ସେ ଲେଖା ବୁଝିବି। ହଉ ରେ, ଖାଉ ରେ, ବ୍ରାହ୍ମଣ ବିଲରେ ତ ଖାଉ। ଖାଉ ଖାଉ 20 ଟଙ୍କା ଦେବି ରେ। ମୋର ପ୍ରଶ୍ନ ଉତ୍ତର କହିଲେ ତୁ 20 ଟଙ୍କା ନେବୁ। ସତ କହୁଛୁ ଦଉ? ତୁ ମୋତେ ପଚାରିବୁ ତୁ କେତେ ଟଙ୍କା ଦେବୁ? ମୁଁ ହେଲେ 20 ଟଙ୍କା ଦେଇ କାହିଁ ଦେଲୁ? ଆଜ୍ଞା କେବେ ଅଛି ଗୋଟେ 20 ଟଙ୍କା? ଆଜ୍ଞା ହଁ, ଗୋଟେ ଛୋଟିଆ ପ୍ରଶ୍ନ ଗୋଟେ ପଚାରିବି। ଛୋଟ ପ୍ରଶ୍ନଟେ ପଚାରିବୁ, ଠିକ ଅଛି ପଚାରେ। ଆମର ନାରୀମାନେ, ହଁ ଧୀରେ, ଆମର ନାରୀମାନେ ମାସକୁ ଥରେ ରଜବତୀ ହଉଛନ୍ତି। ରଜବତୀ ନାହିଁ, ରଜବତୀ କାହାକୁ କହନ୍ତି ଜାଣିଛୁ? କାହାକୁ? ରଜବତୀ ବୋଇଲେ ଗୋଟେ ନାରୀ ଯେତେବେଳେ 10 ବର୍ଷ ପରେ ନାରୀ ରଜବତୀ ହେବ। 10 ବର୍ଷ ପରେ ନାରୀ ରଜବତୀ ହେବ। ଅଷ୍ଟମ ବର୍ଷେ ଲଭତେ ଗୌରୀ, ନବବର୍ଷାତ ରୋହିଣୀ, ଦଶମ ବର୍ଷେ ଲଭତେ କନ୍ୟା, ତତୋର୍ଦ୍ଧ ରଜସ୍ପଳା, ତାକୁ ରଜବତୀ ବୋଲି କହନ୍ତି। ହେଲେ ଓଲାରେ ଓ ତୁ କହିବାର ଅର୍ଥ ପ୍ରତ୍ୟେକ ନାରୀମାନଙ୍କ ଋତୁସ୍ରାବ ହୁଏ। ହଁ, ରଜବତୀ ନାହିଁ, ଋତୁସ୍ରାବ ହୁଏ, ମାସକୁ ଥରେ ହୁଏ। ପ୍ରତ୍ୟେକ ଜଗତର ଯେତେ ନାରୀ ଅଛନ୍ତି ପ୍ରତ୍ୟେକ ନାରୀମାନଙ୍କର ମାସକୁ ଥରେ ଋତୁସ୍ରାବ ହୁଏ। ଠିକ। ହଁ, ତାପରେ ଆମର ବସୁମତୀ ମାତାଙ୍କର ବସୁମତୀ ମାତାଙ୍କର ବର୍ଷକୁ ଥରେ ହୁଏ। ବର୍ଷକୁ ଥରେ ଋତୁସ୍ରାବ ହୁଏ। ଏବେ ରଜ ସଂକ୍ରାନ୍ତି ଆସୁଛି, ମାଙ୍କର ମା ରଜସ୍ପଳା ହେବେ। ହଁ ନାଇଁ? ହଁ, ଠିକ ଅଛି। ପ୍ରତ୍ୟେକ ଦିନ କିଏ ହଉଛି? କ'ଣ? ଏବେ ଯୋଉ କହିଲୁ କ'ଣ ଋତୁବତୀ? ଓହୋ, ପ୍ରତ୍ୟେକ ଦିନ କିଏ ଋତୁସ୍ରାବ କରୁଛି? ହଁ, ଅର୍ଥାତ ଜଗତରେ ନାରୀମାନେ ମାସକୁ ଥରେ ଋତୁସ୍ରାବ ହୁଅନ୍ତି। ହଁ, ଦେବୀ କନ୍ୟା ମାନଙ୍କର ବର୍ଷକୁ ଥରେ, ଯେହେତୁ ବସୁମତୀ ଗୋଟେ ଦେବୀ ତାଙ୍କର ବର୍ଷକୁ ଥରେ ହବ। ହବ। ପ୍ରତ୍ୟେକ ନାରୀ ମାନଙ୍କର
ମାସକୁ ଆଉ ଦେବୀ କନ୍ୟା ମାନଙ୍କର ବର୍ଷକୁ ହୁଏ। ବର୍ଷକୁ ଓଲା କହିବାର ତାତ୍ପର୍ଯ୍ୟ ସବୁଦିନେ କିଏ ଋତୁସ୍ରାବ ହେଉଥାଏ ହଁ ସେ ନାରୀର ନାମଟା କ'ଣ? କିଏ? ତୁ ଏଇଟା ମତେ ପଚାରିଛୁ ତ? ସେଇଟା କିଏ? ଏଇଟା ପୁରାଣରୁ ପଚାରିଛୁ? ପୁରାଣ ଏଇଟା କୋଉ ପୁରାଣ? ଓଡ଼ିଆ ପୁରାଣ କାହିଁରେ ଲେଖା ହେଇଛି? ବହିରେ କୋଉ ବହିରେ? ଓଡ଼ିଆ ବହିରେ କେତେ ଅଧ୍ୟାୟ? ମଧ୍ୟ ଅଧ୍ୟାୟ ମାରିବି ଗୋଟେ ଲାତ କାଢିବି ତୋର ଭାତ। ଯାଉଛୁ ନା ଛାଡ଼େ ଓଲାରେ ଓ ପ୍ରତ୍ୟେକ ଦିନ କେଉଁ ନାରୀ ମାସିକ ଋତୁସ୍ରାବ ତ ମାନବୀମାନେ ହୁଅନ୍ତି, ବାର୍ଷିକ ଋତୁସ୍ରାବ ହୁଅନ୍ତି କେବଳ ଦେବୀ କନ୍ୟାମାନେ। ଆଚ୍ଛା ଆଚ୍ଛା ପ୍ରତ୍ୟେକ ଦିନ କୋଉ ନାରୀ ଋତୁସ୍ରାବ କରେ ହଁ ଏ ବିଷୟବସ୍ତୁଟି ମତେ ଓଲା ପଚାରିଛି। ସେ ବିଷୟରେ ଆଜି ଆଲୋଚନା କରିବା। ଆଉ ଆଜ୍ଞାଙ୍କର ଆଲୋଚନା ପୁରୁଷ ବଡ଼ ନା ନାରୀ ବଡ଼ ମୁଁ କହିଛି, ଏଇଟା ୟୁଟ୍ୟୁବରେ ଯାଇଛି ଆମର, ପ୍ରାୟତଃ ସମସ୍ତେ ଦେଖିଥିବେ। ଜଗତରେ ପୁରୁଷ ବଡ଼ ନା ନାରୀ ବଡ଼? ଜଗତରେ ନାରୀ କା ବଡ଼ ଆଜ୍ଞା। ପୁରୁଷ ଶୁଣେ ଓଲା, ନାରୀ କେମିତି ବଡ଼ ମୁଁ ପଦେ ସୂଚାଇ ଦଉଛି ଶୁଣେ। କୋଉ ନାରୀଟା ପ୍ରତ୍ୟେକ ଦିନ ଋତୁସ୍ରାବରେ ଥାଏ? ହଁ ବନ୍ଦେ ଦେବ ମାପତି ସୁର ଗୁରୁ ବନ୍ଦେ ଜଗତ କାరణಂ ବନ୍ଦେ ପନ୍ନଗଭୂଷଣଂ ମୂର୍ଖଧରଂ ବନ୍ଦେ ପଶୁନାଗପତି ବନ୍ଦେ ସୂର୍ଯ୍ୟ ଶଶାଙ୍ଗ ବହ୍ନିନୟନଂ ବନ୍ଦେ ମୁକୁନ୍ଦ ପ୍ରିୟ ବନ୍ଦେ ଭକ୍ତଜନାତ୍ ଶ୍ରେୟଚ ବରଦଂ ବନ୍ଦେ ଶିବ ଶଙ୍କର ହେ ବନ୍ଦେ ଶିବ ଶଙ୍କର। ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଦନ ହଉ, ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଦନ। ମୁଁ ସିଆଡ଼େ କରେ, କ୍ୟାମେରା ଲାଗିଛି। ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଦନ, ମା ଭଉଣୀ ମାନେ ମୋର ବର୍ଣ୍ଣେଇ ଶୁଣ। ଶିବ ପୁରାଣକୁ ଆଦମା କରିବା ବର୍ଣ୍ଣନ, ଶିବ ପୁରାଣ ଶୈବଦେ ପୁରାଣ ନୃସିଂହଙ୍କ ଠାକୁରରେ କରିବା ବର୍ଣ୍ଣନ। ହଉ ନୃସିଂହଙ୍କ ଆଗରେ ରେ କରିବା ବର୍ଣ୍ଣନ। ଲକ୍ଷ୍ୟ ଯେ ମୋର ପଣ୍ଡିତ ବର୍ଗ ଭଗବାନ ବିଷ୍ଣୁଙ୍କର ଜାଗାରେ ଶିବ ନାମ ଉଚ୍ଚାରଣ କରିବା ଶାସ୍ତ୍ର ଧର୍ମ ଅଟେ। ଧର୍ମ ଶିବଙ୍କ ଜାଗାରେ ବିଷ୍ଣୁ ନାମ ନବ, ବିଷ୍ଣୁଙ୍କ ଜାଗାରେ ଶିବ ନାମ ଉଚ୍ଚାରଣ କଲେ ଭଗବାନ ନୃସିଂହ ଜଗତର ନା ଜଗନ୍ନାଥ ଆପଣଙ୍କ ଦିବ୍ୟ ଚକ୍ଷୁରେ ଦେଖନ୍ତି। ଇନ୍ତି କାହିଁକି? କାହିଁକି ନା ଦୁଇ ଜଣ ହଉଛନ୍ତି ଏକାଙ୍ଗ। ବିଷ୍ଣୁ ଆଉ ଶିବଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ଆଚ୍ଛା ଆଚ୍ଛା ବିଷ୍ଣୁ ମନ୍ଦିରରେ ଶିବ ନାମ ଉଚ୍ଚାରଣ କଲେ ଶିବ ସନ୍ତୁଷ୍ଟ ହେବେ। ବିଷ୍ଣୁ ମନ୍ଦିରରେ ଶିବ ନାମ ସନ୍ତୁଷ୍ଟ କଲେ ବିଷ୍ଣୁ ସନ୍ତୁଷ୍ଟ ହେବେ, ଶିବ ମଧ୍ୟ ସନ୍ତୁଷ୍ଟ ହେବେ। ଆଚ୍ଛା ଆଚ୍ଛା ଶିବ ମନ୍ଦିରରେ ବିଷ୍ଣୁ ନାମ କୀର୍ତ୍ତନ କଲେ ବିଷ୍ଣୁ ସନ୍ତୁଷ୍ଟ ହେବେ, ଶିବ ମଧ୍ୟ ସନ୍ତୁଷ୍ଟ ହେବେ। ତେଣୁ ଆଗରେ ଅଛନ୍ତି ଆମର ନୃସିଂହ ମହାପ୍ରଭୁ। ତେଣୁକରି ଶିବଙ୍କ ବିଷୟରେ ଆଲୋଚନା କରିବା। ଓଲାରେ ଓ ଆରେ ଯେଉଁ ରାମ ନାମ ଜପୁଛନ୍ତି ତ୍ରିଲୋଚନ, ଯେଉଁ ରାମ ନାମ ଜପୁଛନ୍ତି ତ୍ରିଲୋଚନ, ସେ ରାମ ନାମ କୁହେ କରିବା କୀର୍ତ୍ତନ। ଅନ୍ତରରେ ରାମ ଜପନ୍ତି ତ୍ରିଲୋଚନ, ଆରେ ଅନ୍ତରରେ ରାମ ଜପନ୍ତି ତ୍ରିଲୋଚନ। ଯାହାଙ୍କର ହୃଦୟରେ ଥାଏ ରାମ ନାମ, ଯାହାଙ୍କର ହୃଦୟରେ ଥାଏ ରାମ ନାମ, ସେଇ ଶିବ ପାର୍ବତୀ
ଶୁଣ ସୁଧନ ଏକ ଦିନେ ଏକାମ୍ରବନେ କରିଲେ ଭ୍ରମଣ ଏକ ଦିନେ ଏକାମ୍ରବନେ କରିଲେ ଭ୍ରମଣ ଭଗବାନ ଶିବଙ୍କ ସହିତ ପାର୍ବତୀ ଏକାମ୍ରବନରେ ବୁଲୁଛନ୍ତି ଆଚ୍ଛା ହେଲେ କେମିତି ବୁଲୁଛନ୍ତି ରେ କିପରି ଗୋପାଳ ଗୋପାଳୁଣୀ ଯେ ବେଶକୁ ଧରିଣ ଆନନ୍ଦ ମନରେ ବୁଲୁଛନ୍ତି ତ୍ରିଲୋଚନା ଲକ୍ଷ୍ୟଦେବର ପଣ୍ଡିତ ବର୍ଗ ଏମନ୍ତ ସମୟରେ ହେଲା କ'ଣ ଯେତେବେଳେ ଭଗବାନ ଶିବଙ୍କ ସହିତ ପାର୍ବତୀ ଏକାମ୍ରବନରେ ବୁଲୁଛନ୍ତି ଏମନ୍ତ ସମୟରେ ହୋଇଛି କ'ଣ ରେ ବା କଣ ହୋଇଛି ଆରେ ଦୂରରେ ପାର୍ବତୀ ବାବୁ ବୁଲୁଥିଲେ କିଛି ଦୂରରେ ପାର୍ବତୀ ବୁଲୁଥିଲେ ଦୁଇ ଗୋଟି ଅସୁର ପାର୍ବତୀଙ୍କୁ ଦେଖିଦେଲେ ଆରେ ଦୁଇ ଗୋଟି ଅସୁର ପାର୍ବତୀଙ୍କୁ ଦେଖିଦେଲେ ଭଗବାନ ଶିବଙ୍କୁ ଛାଡ଼ି କିଛି ଦୂରରେ ଅଛନ୍ତି ପାର୍ବତୀ ଆଚ୍ଛା। ଏବଂ ତ ସମୟରେ ଦିଟା ଅସୁର ଦେଖିଦେଲେ ଗୋଟେ ସୁନ୍ଦରୀ ନାରୀକୁ ବୁଲାରେ ଓ ପାର୍ବତୀ ତ ଅତ୍ୟନ୍ତ ସୁନ୍ଦରୀ ହଁ ସେମାନଙ୍କୁ ଦିଟା ଅସୁର ଦେଖିଦେଲେ ଦେଖିଲେ ଦେଖିକିରି କ'ଣ ହେଲେ ରେ କଣ ରୂପଲାବଣ୍ୟରେ ମୁଗ୍ଧ ଅସୁର ଦେହୀନ ପାର୍ବତୀଙ୍କ ଆଗରେ ରାଇ ମିଳିଲେ ତତ୍କ୍ଷଣ ଉପସ୍ଥିତ ଆମର ପଣ୍ଡିତ ବର୍ଗ ଏକାମ୍ରବନରେ ପାର୍ବତୀଙ୍କୁ ପ୍ରୀତି ଭିକ୍ଷା ମାଗୁଛନ୍ତି ଏଇଟା ଅସୁର ଆଚ୍ଛା ସୁନ୍ଦରୀ ନାରୀକୁ ଦେଖି ପାର୍ବତୀଙ୍କୁ ଆଜି ପ୍ରୀତି ଭିକ୍ଷା ମାଗୁଛନ୍ତି ଏଇଟା ଅସୁର ହଁ କହିଲେ ହେ ନାରୀ ତୁମେ ବନସ୍ତରେ ଏକାକିନୀ ଗଣ ଭ୍ରମଣ କରୁଛ ବୁଲୁଛ ତମକୁ ଭୟଭୀତ ଲାଗୁନି କି ହଁ ଆମେ ଅତି ସୁନ୍ଦର ପୁରୁଷ ଦୁଇ ଜଣ ଆମ ଦୁଇ ଜଣଙ୍କୁ ତୁମେ ପ୍ରୀତି ଦାନ କର କର ସେତେବେଳେ ବିଚାର କରୁଛନ୍ତି ପାର୍ବତୀ ବଡ଼ ହଟହଟାରେ ପଡ଼ିଗଲି ମୁଁ ଆଉ ଶିବଙ୍କ ଠାରୁ କିଛି ଅନ୍ତର ହୋଇଗଲି ଆଜି ଅସୁର ହାବୁଡ଼େ ପଡ଼ିଗଲି ଏମାନେ କହୁଛନ୍ତି ମୋତେ ପ୍ରୀତି ଭିକ୍ଷା ମାଗୁଛନ୍ତି କ'ଣ କରିବି ମୁଁ କଣ ଏବଂ ତ ବିଚାର କରି ପାର୍ବତୀ ସେଠୁ ମାୟା ହେଇଗଲେ ମାୟା ହେଇକିରି କ'ଣ କଲେ କଣ କଲେ ନା ଶିବଙ୍କ ନିକଟରେ ଆସି ପହଞ୍ଚିଲେ ଶିବଙ୍କ ନିକଟରେ ଆସି ପହଞ୍ଚିଲେ ଆଚ୍ଛା ଶିବଙ୍କ ନିକଟରେ ଆସି ପହଞ୍ଚିବା ସମୟରେ ଶିବ ପଚାରିଲେ ପାର୍ବତୀ କୁଆଡ଼େ ଯାଇଥିଲ କୁଆଡେ ଯାଇଥିଲ ନା ହେ ମହାଦେବ ମୁଁ କିଛି ଦୂର ତୁମ ସ୍ଥାନରୁ ଅନ୍ତର୍ଧ୍ୟାନ ହୋଇଗଲା ପରେ ଦେଖିଲି ଦୁଇଟା ଅସୁର ମୋତେ ଆସି ପ୍ରୀତି ଭିକ୍ଷା ମାଗୁଛନ୍ତି ମୁଁ ଭୟଭୀତ ହୋଇ ତୁମ ନିକଟକୁ ପଳେଇ ଆସିଲି ସେତେବେଳେ ମହାଦେବ କହିଲେ କଣ ପାର୍ବତୀ ହେଠି ଏ ଅସୁର ଦୁଇ ଜଣ ହେବେ ନିଧନ ଅସୁର ଦୁଇ ଜଣ ହେବେ ନିଧନ ତୁମ ହସ୍ତରେ ଏହି ମରିବେ ରାଣ କୀର୍ତ୍ତିବାସୁର ବୋଲି ତାଙ୍କ ନାମ କୀର୍ତ୍ତିବାସୁର ବୋଲି ତାଙ୍କ ନାମ ତୁମ ହସ୍ତେ ପାର୍ବତୀ ଏମାନେ ହେବେ ନିଧନ ତୁମ ହସ୍ତେ ପାର୍ବତୀ ଗୋ ହୋଇବେ ନିଧନ ତୁମ ହସ୍ତରେ ପାର୍ବତୀ ଏମାନେ ମୃତ୍ୟୁବରଣ କରିବେ ମରିବେ ଯେତେବେଳେ ଏମାନେ ପୂର୍ବରୁ ମନରେ ଭାବିଛନ୍ତି ଗୋଟେ ନାରୀ ହସ୍ତରେ ଆମେ ମରିବୁ ସେ ନାରୀ ଜଣକୁ କେମିତି ମାରିବ ବିନା ଅସ୍ତ୍ରରେ ମାନେ ମାନେ ବିନା ଅସ୍ତ୍ରରେ ମାନେ ମରିବେ କୌଣସି ଅସ୍ତ୍ର ସାହାଯ୍ୟରେ ମାନେ ମରିବେ ନାହିଁ ମରିବେନି ତେଣୁ କ'ଣ କରିବ କଣ ଯେମିତି ହେଲେ ମାରିବା ଦାୟିତ୍ୱ ତୁମର ତୁମେ ବିକଳ୍ପ ଚିନ୍ତା କରି ଅସ୍ତ୍ର ଦୁଇ ଜଣକୁ ବଦ୍ଧ କର ଆଚ୍ଛା ଆଚ୍ଛା
କ'ଣ କଲେ ସେତେବେଳେ ପାର୍ବତୀ? କଣ ବିଚାର କଲେ ମୋତେ ପଡ଼ିଲା ଅକାଳ ଚଳକ ମୁଁ ଆଙ୍କୁ କେମିତି ବିନାଶ କରିବି। ସେତେବେଳେ ପାର୍ବତୀ ଗୋଟେ ସୁନ୍ଦରୀ ରମଣୀ ରୂପ ଧରିଲେ, ପୁଣି ଅସୁରମାନଙ୍କ ନିକଟରେ ପହଞ୍ଚିଗଲେ। ପହଞ୍ଚି କ'ଣ କହିଲେ? କଣ ହେରି ଶୁଣରେ ଅସୁର ମୋହର ବଚନ, ଶୁଣରେ ଅସୁର ମୋହର ବଚନ। ଇଆଡ଼େ ଇଆଡ଼େ ଶୁଣରେ ଅସୁର ମୋହର ବଚନ, ତୁମ୍ଭଙ୍କୁ ମୁହିଁ ବିବାହ ଏରି ଜାଣୁ, ମୁଁ ଯଦି ତୁମ୍ଭଙ୍କୁ ବିବାହ କରିବି, ମୋହର କଥା ତୁମେ ବାବୁ ମାନିବ ଭାବି, ମୋହର କଥା ତୁମେ ବାବୁ ମାନିବ ଭାବି। ସେତେବେଳେ କହୁଛନ୍ତି ଅସୁରମାନଙ୍କୁ ପାର୍ବତୀ, ମୋ କଥା ଯଦି ମାନିବ ମୁଁ ତୁମ 2 ଜଣଙ୍କୁ ବାହା ହେବି। ଆଚ୍ଛା ନା କ'ଣ କରିବ କୁହ? କଣ ନା ତୁମେ 2 ଜଣ ମୋତେ ସ୍କନ୍ଧରେ ଧାରଣ କରିବ, ଏକାମ୍ରବନର ଚତୁର୍ଦିଗରେ 3 ବେଢ଼ା ବୁଲେଇବ, ଏକାମ୍ରବନର ଚତୁର୍ଦିଗରେ 3 ବେଢ଼ା ବୁଲେଇବ, ସ୍କନ୍ଧ ଉପରେ ମୋତେ ବସେଇବ। ତାହେଲେ ମୁଁ ନିଶ୍ଚୟ ତୁମକୁ ଯିଏ ବୁଲେଇ ଦେବ ମୁଁ ତାକୁ ବିବାହ କରିବି। ଅସୁର 2 ଜଣ କହିଲେ କ'ଣ ହେଲା? ଠିକ ଅଛି, ଆମେ 2 ଜଣ ଯାକ ତୁମକୁ ବସେଇକିରି ବୁଲେଇବୁ, କାହିଁକି 2 ଜଣ ଯାକ ମରିବାର ଅଛି। କ'ଣ କଲେ ସେତେବେଳେ? କଣ ପାର୍ବତୀ ଏ ଯୋଉ କୀର୍ତ୍ତିବାହୁ ଅସୁରମାନଙ୍କର ସ୍କନ୍ଧ ଉପରେ ବିରାଜମାନ କଲେ। ବିରାଜମାନ କରି କ'ଣ କଲେ ରେ? କଣ କଲେ? ଆରେ 2 ଜଣଙ୍କର ସ୍କନ୍ଧେ 2 ପାଦକୁ ରଖିଲେ। ସ୍କନ୍ଧରେ 2ଟା ପାଦ ରହିଲା। ଧରିନିଅ ଏମାନେ 2ଟା ଅସୁର, ଧରିନିଅ ଏମାନେ 2ଟା ଅସୁର, ଏ 2ଟା ଅସୁର, ଏ 2ଟା ଅସୁର ବସିଲେ। ବସିଲା ପରେ କ'ଣ ହେଲା ନା, ଏମାନେ ତ ମାଇ ପିଲା ଗୁଡ଼ାକ ମୁଁ ତାର ଅଙ୍ଗ ଭଙ୍ଗୀ ଦେଖେଇ ପାରିବି ନାହିଁ। ଇଆଡ଼େ ଗୋଟେ ଜାନୁ ରହିଲା, ଇଆଡ଼େ ଗୋଟେ ଜାନୁ ରହିଲା, ଟୁଡୁଗା। ଏମାନେ ତ 2 ସ୍କନ୍ଧରେ 2 ଜାନୁ ରଖିଲେ। 2 ଜଣ ଆଜ୍ଞା ଚତୁର୍ ବେଢ଼ା ବୁଲୁଛନ୍ତି, କୁଆଡ଼େ ବୁଲେଇ ପାରିବେ? ଏଡ଼େ ବଡ଼ ଯୋଗମାୟା ଯୋଗ ଶକ୍ତି ଦିଏ, ତାକୁ 2ଟା ଅସୁର କ'ଣ ପାରିବେ କି ଆଜ୍ଞା? ନା ନା ନା। ଏବଂ ତ ସମୟରେ କ'ଣ ହେଲା ନା, ସ୍କନ୍ଧ ଉପରେ ବସିଛନ୍ତି ପାର୍ବତୀ। ଆରେ ଧରିନିଅ ମୁଁ ପାର୍ବତୀ ହେଇଗଲି ଆଜି, ପାର୍ବତୀ ହେଇଗଲି, 2 ଜଣଙ୍କ ସ୍କନ୍ଧରେ ବସିଲି। କାହିଁ ଆଗେ ତ ବସେଇ ପାରିବେନି ଭଳିଆ ଲାଗୁଛି ମୋତେ। କାହିଁ ଖାନ୍ଦ 2ଟା ଦେଖେଇଲ, ନାଗିକି ଦେଖ, ଯେ ତୁ ବଇଲେ ଚେପା ହେଇଯିବ ତାଙ୍କର। କାହିଁ ତୁ ବଡରେ? ନା ମୁଁ ବଇଲି, ମାଇ ପିଲା ନ ଉପରେ ବହୁ ମତେ ଖରାପ ଭାବେ। ଉପସ୍ଥିତ ଆମର ବିଜ୍ଞାବନ୍ଧୁ, ସେତେବେଳେ ଦୁର୍ଗା କ'ଣ କଲେ? ଆରେ ନିଜର ରୂପକୁ ପୁଣି ବିକାଶ କରିଲେ। ହେଡ଼ି ଉଗ୍ର ରୂପ ପାର୍ବତୀ ଯେ ସେତେବେଳେ ଧରିଲେ। ଆମର ବିଜ୍ଞାବନ୍ଧୁ, ହେଣି ବେଳୁ ବେଳ ରୂପ ଗୁଡ଼ତର ହେଲା, ବେଳୁ ବେଳ ରୂପରେ ଗୁଡ଼ତର ହେଲା। ଅସୁରଙ୍କ ପାଟିରୁରେ ରକ୍ତ ବହିଲା, ବାରମ୍ବାରରେ ରକ୍ତ ବହିଲା ଦାନ। ରକ୍ତ ଶରୀରରୁ ଶୁଖିଗଲା ଶୁଣ ସୁଜନ। ଯେତେବେଳେ ଶରୀରରୁ ରକ୍ତ ଶୁଖିଗଲା, ସେତେବେଳେ ଅସୁର ଦ୍ୱୟ ମରିଲେ ହେଲା। ସେତେବେଳେ ଅସୁର ଦ୍ୱୟ ମରିଲେ ହେଲା। ଏମିତି ବିଶ୍ୱରୂପ ଧରିଲେ ମହାମାୟୀ। ତାଙ୍କର ରୂପକୁ ଆଉ ସମ୍ଭାଳି ନ ପାରି ଅସୁର 2 ଜଣଙ୍କର ବାରମ୍ବାର ପାଟିବାଟେ ରକ୍ତସ୍ରାବ ହେଲା।
ସେ ରକ୍ତ ଆସି ପାର୍ବତୀଙ୍କ ପାଦରେ ପଡ଼ିଲା। ଜାନୁ ଠାରୁ ପାଦ ଯାଏ ରକ୍ତ ବୋହିଲା। ଏପରି ଅପୂର୍ବ ରୂପ ଧରିଛନ୍ତି ଯୋଗ ମାୟା ଭଲା। ଏମିତି ରୂପଟେ ଧରିଲେ ଅସୁର ଦିଟାକୁ ବିନାଶ କଲେ। ହଁ ବିନାଶ କରି ଯୋଗ ମାୟା କଣ କଲେ ରେ? କଣ କଲେ? ଏକ ବୃକ୍ଷ ମୂଳେ ମାତା ଦେ ଆଶ୍ରୟ ନେଲେ ଜାଣ। ଶିବ ବୁଝୁଛନ୍ତି ପାର୍ବତୀ କାହିଁ ଗଲେ ଦକ୍ଷିଣ। ଉପସ୍ଥିତ ଆମର ବିଜ୍ଞ ବନ୍ଧୁ ଅସୁର ଦିଟା ମରିଗଲେ। ମାତା ପାର୍ବତୀ ଚେତାଶୂନ୍ୟ ହୋଇ ଗୋଟେ ବୃକ୍ଷର ମୂଳରେ ବସିଛନ୍ତି। ଆଚ୍ଛା ଆଜ୍ଞା ଶୋଇ ଶୋଇ ପୁଣି ପାର୍ବତୀଙ୍କ ଚେତା ହଜିଗଲା। ଓଲାରେ ଓ ଇଏ ଆକୁ ଆଜି ପାର୍ବତୀ କରିଦେବା। ହଁ ଇଏ ପାର୍ବତୀ। ଇଏ ପାର୍ବତୀ କଣ କରିଛନ୍ତି? ଗୋଡ଼ ହାତ ସବୁ ରକ୍ତ ବୋହୁଛି। ରକ୍ତ ଗୁଡାକ ଲାଗିଛି। ରକ୍ତ ଛିଟା ଗୁଡାକ ଅସୁରଙ୍କର। ଇଏ ବସି ବସି କଣ ଘୋର ନିଦ୍ରାରେ ଶୟନ କରିଛନ୍ତି ପାର୍ବତୀ। ତୁ ଶୋଇପଡ଼େ ଶୋଇପଡ଼େ। ଏବଂ ତ ସମୟରେ ତୁ ହିଁ ଆସିବ। ମୁଁ ହଁ ମୁଁ ଆ ଘଇତା ଏ ଆଉ ଶିବଲେ ଘଇତା ନାହିଁ। ପାର୍ବତୀ ପାର୍ବତୀ ବୋଲି ଶିବ ଡାକୁଛନ୍ତି। ପାର୍ବତୀ ପାର୍ବତୀ ବୋଲି ଶିବ ଡାକୁଛନ୍ତି। କେଉଁ ଆଡ଼େ ଗଲେ ମୋହର ପାର୍ବତୀ। ପାର୍ବତୀ ଶୁଣନ୍ତୁ ଆଜ୍ଞା ମୋର ବନ୍ଦିତ ଜନ। ଚେତା ଶୂନ୍ୟରେ ଅଛନ୍ତି ପାର୍ବତୀ ରେ ରାଣ। ଅୟୋ ପାର୍ବତୀ। ଖୋଜି ଖୋଜି ମହାଦେବ ସେଠାରେ ମିଳିଲେ। ଆଚ୍ଛା ଖୋଜି ଖୋଜି ମହାଦେବ ସେଠାରେ ମିଳିଲେ। ପାର୍ବତୀ ଶୋଇଛନ୍ତି ନେତ୍ରରେ ଦେଖିଲେ। ବହୁତ କାନ୍ତ ମୋର ପାର୍ବତୀ ଜାଣୁ। ଏମନ୍ତ ବିଚାରି ଦେବ ତ୍ରିଲୋଚନ। ପାର୍ବତୀଙ୍କ ପାଦ ମଞ୍ଚାଳିଲେ ଶୁଣ ସୁଜ। ପାର୍ବତୀଙ୍କ ପାଦ ମଞ୍ଚାଳିଲେ ଶୁଣ ହେ ସୁଦଳ। ଆଜ୍ଞା ଦେଖନ୍ତୁ ଶିବ ଭଳିଆ ଦେବତା ଗଲେ ପାର୍ବତୀଙ୍କ ପାଦ ମଞ୍ଚାଳୁଛନ୍ତି। ରକ୍ତସ୍ରାବ ରକ୍ତ ଗୁଡାକ ପୁଣି ପାଦରେ ଲାଗିଛି। ସେ ପାଦକୁ ଶିବ ପୁଣି ମଞ୍ଚାଳୁ ଅଛନ୍ତି। ଯେତେବେଳେ ପାଦ ମଞ୍ଚାଳୁଛନ୍ତି ଶିବ ସେତେବେଳେ ପାର୍ବତୀଙ୍କ କଣ ହେଲା? ନିଦ୍ରା ଭଗ୍ନ ହେଲା। ନିଦ୍ରା ଭଗ୍ନ ହେଲା। ଶିବ ଦେଖୁଛନ୍ତି ଅଛନ୍ତି ରେ ଭଲା। ନିଦ୍ରା ଭଗ୍ନ ହେଲା। ଉପସ୍ଥିତ ଆମର ବିଜ୍ଞ ବନ୍ଧୁ ଯେତେବେଳେ ପାର୍ବତୀଙ୍କର ନିଦ୍ରା ଭଗ୍ନ ହେଇଗଲା ଦେଖିଲେ ମୋର ସ୍ୱାମୀ ଶିବ ଆଜି ମୋର ପାଦ ମଞ୍ଚାଳୁଛନ୍ତି। ହାତ ଯୋଡ଼ି ଦେଲେ ପାର୍ବତୀ କହିଲେ ହେ ପ୍ରଭୁ ହେ ଯୋଗାରୂଢ଼ ପୁରୁଷ ତୁମେ ଯଦି ମୋର ପାଦ ମଞ୍ଚାଳିବ ଏ ଜଗତ ମତେ ନିନ୍ଦା କରିବ। ଏ ଜଗତ ମତେ କହିବ ଯେ ଇଏ ପ୍ରକୃତରେ ପତ୍ନୀ ନୁହଁ। ନିଜ ପୁରୁଷ ପତ୍ନୀଙ୍କର ସେବା କରୁଛନ୍ତି। ଇଏ ପ୍ରକୃତରେ ପତ୍ନୀ ପଣକୁ ଯୋଗ୍ୟ ନୁହଁ। ଏ ଜଗତ ମତେ ନିନ୍ଦା କରିବ। ଜଗତ ଧିକାର କରିବ। ପାର୍ବତୀଙ୍କ କଥା ଶୁଣି ମହାଦେବ କହିଲେ କଣ? ହେ ପାର୍ବତୀ ତୁମେ ବହୁତ କ୍ଳାନ୍ତରେ ଅଛ। ସ୍ତ୍ରୀ ଯଦି ବହୁତ କ୍ଳାନ୍ତରେ ଥାଏ ତାହେଲେ ତାର ପାଦ ସେବା କଲେ କିଛି ଆପତ୍ତି ନାହିଁ ବୋଲି ଶିବ ନିଜେ ପ୍ରମାଣ ଦେଇଛନ୍ତି ଶିବ ପୁରାଣରେ। ଆଚ୍ଛା ଆଚ୍ଛା ଯଦି ସ୍ତ୍ରୀ କ୍ଳାନ୍ତରେ ଥିବ, ସ୍ତ୍ରୀ ଯଦି ରୋଗ ଶଯ୍ୟାରେ ଥିବ, ସ୍ତ୍ରୀ ଯଦି ପଡ଼ିଥିବ ମେଡିକାଲରେ ତାର ପାଦ ସେବା କଲେ କ'ଣ ଅସୁବିଧା ହେଇଗଲା ଆଜ୍ଞା? କିଛି ନାହିଁ। ତେଣୁ ସ୍ତ୍ରୀର ପାଦ ସେବା କରିବା ଶାସ୍ତ୍ରସମ୍ମତ ଅଟେ। ଆପଣ ଶିବ ପୁରାଣ ଦେଖନ୍ତୁ। ଶିବ ପୁରାଣରେ ଶିବ ପାର୍ବତୀଙ୍କର ଗୋପାଳ ଗୋପାଳୁଣୀ ବେଶ ଏକାମ୍ର ବନରେ ବୁଲୁଥିଲେ ଶିବ ପାର୍ବତୀ। ପାର୍ବତୀଙ୍କ ପାଦ ମଞ୍ଚାଳୁଛନ୍ତି ଭଗବାନ ଶିବ। ଆଚ୍ଛା ଉପସ୍ଥିତ ଆମର ବିଜ୍ଞ ବନ୍ଧୁ ଏମନ୍ତ ସମୟରେ ଶିବଙ୍କୁ ପଚାରୁଛନ୍ତି ହେ ପାର୍ବତୀ ମନରେ କିଛି ଦୁଃଖ କର ନାହିଁ। କ'ଣ ଆବଶ୍ୟକ ତୁମକୁ କୁହ। ଏ ସ୍ଥାନରେ ମୁଁ ତୁମ ପ୍ରତି ସନ୍ତୁଷ୍ଟ। ତମକୁ କ'ଣ ଆବଶ୍ୟକ ମତେ କୁହ। କ'ଣ ଦରକାର କୁହ। ସେତେବେଳେ ପାର୍ବତୀ କ'ଣ କହିଲେ? କ'ଣ? ସେତେବେଳେ ପାର୍ବତୀ ବୋଲନ୍ତି ବଚନ
ସେତେବେଳେ ପାର୍ବତୀ ବୋଲନ୍ତି ବଚନ ସେତେବେଳେ ପାର୍ବତୀ ବାବୁ ବୋଲନ୍ତି ବଚନ ମୋହର ବଚନକୁ ହେ ଶୁଣ ତ୍ରିଲୋଚନ ठीक ମୋହର ବଚନକୁ ଶୁଣ ତ୍ରିଲୋଚନ ଅସୁରକୁ ମାରି ବହୁ କାନ୍ତ ହୋଇଛି ମୋତେ ଯେ ବହୁ ତୃଷା ଲାଗୁଅଛି ମୋର ତୃଷା ନିବାରଣ କର ତ୍ରିଲୋଚନ ଆଉ କିଛି ଲୋଡ଼ା ନାହିଁ ଏବେ ଜାଣ ଆଉ କିଛି ଲୋଡ଼ା ନାହିଁ ଏବେ ଜାଣ ସେତେବେଳେ ପାର୍ବତୀ କହିଲେ ହେ ପ୍ରଭୁ प्रभु ଅସୁରମାନଙ୍କୁ ମାରି ମୁଁ ବହୁତ କ୍ଳାନ୍ତ ଅନୁଭବ କରିଛି ମୋତେ ତୃଷା ଭାରି ତୃଷା ଲାଗୁଛି ମୋତେ ଜଳ ଟିକେ ବ୍ୟବସ୍ଥା କର ମୋତେ ଜଳ ଟିକେ ଦେଇ ମୋର ତୃଷାକୁ ମେଣ୍ଟାଇ ଦିଅ मते पानी दिए दियो ସେତେବେଳେ ଭଗବାନ କଣ କଲେ ରେ ସେତେବେଳେ ଶିବ ପୁଣି ତ୍ରିଶୂଳ ସ୍ମରିଲେ ତ୍ରିଶୂଳ ଆସି ରହିଲା ଶିବଙ୍କ ହସ୍ତରେ ଶିବ ହସ୍ତରେ ରହିଲା ତ୍ରିଶୂଳ କଣ କଲେ ସେ ତ୍ରିଶୂଳକୁ ରେ ଶିବ कौन कले ଏଠି ସେତେବେଳେ ତ୍ରିଶୂଳକୁ ପର୍ବତେ ମାରିଲେ ଏକ ହ୍ରଦ ଜନ୍ମ ହେଲା ଶିବଙ୍କ ତ୍ରିଶୂଳରେ ଉପସ୍ଥିତ ମୋର ବିଜ୍ଞବନ୍ଧୁ ଶିବଙ୍କ ତ୍ରିଶୂଳ ଦ୍ୱାରା ଗୋଟେ ହ୍ରଦଟିଏ ସୃଷ୍ଟି ହେଲା ସେ ହ୍ରଦରେ କଣ କଲେ ଶିବ ପାର୍ବତୀ ସେଠି ଶିବ ପାର୍ବତୀ ହ୍ରଦରେ ବସିଲେ हो ଶିବ ପାର୍ବତୀ ହ୍ରଦରେ ବସିଲେ लगी जाऊ ଆନନ୍ଦ ମନେ କ୍ରୀଡ଼ାରତ ହେଲେ अच्छा ଭଗବାନ ଶିବ ପାର୍ବତୀ ସେଇ ହ୍ରଦ ମଧ୍ୟରେ କଣ କଲେ ରେ कौन ଆରେ ଆନନ୍ଦ ମନରେ ଜଳ କ୍ରୀଡ଼ା କଲେ ମାତା ଆନନ୍ଦ ମନରେ ଜଳ କ୍ରୀଡ଼ା କଲେ କ୍ରୀଡ଼ା ସାରି ପୁଣି ଏକ କୋଠରେ ମିଳିଲେ ଏକ ବୃକ୍ଷ ମୂଳରେ ଯାଇ ବସିଲେ ସେତେବେଳେ ଶିବ କହନ୍ତି ଯେ ଦେଖ ସେତେବେଳେ ପାର୍ବତୀ ଯେ ଶିବଙ୍କୁ ଜାଣୁ ଅତି ଆନନ୍ଦରେ ବୋଲନ୍ତି ବଚନ ଅତି ଆନନ୍ଦରେ ପୁଣି ବୋଲନ୍ତି ବଚନ ସେତେବେଳେ ଭଗବାନ ଶିବଙ୍କ ପାର୍ବତୀ କହିଲେ ହେ ମହାଦେବ ଏଡ଼େ ବଡ଼ ସୁନ୍ଦର ହ୍ରଦଟେ ହେଲା ଆକୁ ପ୍ରତିଷ୍ଠା କରିବାନି अच्छा ଆର ନାମକରଣ କରିବାନି କି ସେତେବେଳେ ଶିବ କହିଲେ ଠିକ ଅଛି ठीक अच्छे ଏହାର ନାମକରଣ କରିବା ଇଏକୁ ପ୍ରତିଷ୍ଠା କରିବା କଣ କଲେ ସେତେବେଳେ ପାର୍ବତୀ ବା ଶିବ ସାଙ୍ଗେ ସାଙ୍ଗେ ବୃଷଭକୁ ସ୍ମରଣ କରିଲେ ମହାଦେବ ବୃଷଭକୁ ସ୍ମରଣ କଲେ ବୃଷଭ ଆସି ଶିବଙ୍କ ନିକଟରେ ମିଳିଲେ ବୃଷଭ ନିକଟରେ ମିଳିଲେ ଶିବଙ୍କର ଶିବ କହିଲେ ରେ ବୃଷଭ ତମେ କଣ କରିବ कौन ନା ଜଗତକୁ ଯାଇ ନିମନ୍ତ୍ରଣ କରି ଆସିବ ପ୍ରତ୍ୟେକ ଦେବାଦେବୀ ଋଷିମଣ୍ଡଳୀ ପର୍ଯ୍ୟନ୍ତ ଯେତେ ଅଛନ୍ତି ପବିତ୍ର ନଦୀ ସମସ୍ତଙ୍କୁ ଯାଇ ତମେ ନିମନ୍ତ୍ରଣ କରିବ ନିମନ୍ତ୍ରଣ କଲେ ଏହାର ଆମେ ନାମକରଣ କରିବା करीबा ବୃଷଭ ଚଳିଲେ ସମସ୍ତଙ୍କୁ ନିମନ୍ତ୍ରଣ କରିବା ପାଇଁ अच्छा ଆରେ ପ୍ରଥମରେ ଋଷିଙ୍କୁ କଲେ ନିମନ୍ତ୍ରଣ ପ୍ରଥମରେ ଋଷି ମଣ୍ଡଳୀଙ୍କୁ କଲେ ନିମନ୍ତ୍ରଣ ଦ୍ୱିତୀୟରେ ଦେବତାଙ୍କ ପାଶେ ଗଲେ ବହନ ଦେବତାଙ୍କୁ ଯାଇ ବୃଷଭ ନିମନ୍ତ୍ରଣ କଲେ
तही पर प्रत्येक जे नदी पासे मिले प्रत्येक नदी को निमंत्रण कले शिवंग निमंत्रण होइछि जान तुम्हें प्रत्येक जे नदी जीव गोबर भूली भूली जे वृष भटी जान देखो भूली भूली बाबू वृष भटी जान गोदावरी नदी पासरे मिलिला बहन गोदावरी नदी पासे मिलिला बहन जिते बेले गोदावरी नदी पासरे पहुंचला शेष गोदावरी को निमंत्रण करवा गला वृषभ वृषभ कहला हे गोदावरी शिवंग निमंत्रण होइछि तुम्हें आसी एकाम्र वन में पहुंचब सबु देवता ऋषि मंडल के निमंत्रण है सबु अति बड़ बड़ तीर्थ मान निमंत्रण है तुम्हें मध्य आसो शिवंकर निमंत्रण होइछि गोदावरी पचारे आरे आहे वृषभ तुम्हें जो निमंत्रण करने को आसिल हेले मो पाखु पछे आसिल ना आग आस कहल समस्त को निमंत्रण कर मो पाखु आईच ना मो पाखु प्रथम आसीछ सेते बेले वृषभ दे बोलंदी वचन प्रथम ऋषि मान कली निमंत्रण तापरे देवता मंडली को कली जाए निमंत्रण तापरे नदी मान को आमंत्रण कली शेष आसी गोदावरी तुम्भ पासरे मिली अच्छा गोदावरी कहले हे वृषभ सबुठारु पुण्य नदी मुहि गोदावरी शेष आसी मु ठावरे मिलू सत्वरी अच्छा मु सबुठारु बड़ पुण्यतया नदी है गोदावरी नदी मु एडा बड़ पुण्य नदी तू शेष मो पाखु आसीचु मु जीवी नाही शिवंग निमंत्रण को गोदावरी बेखातिरी कला सेत बेला वृषभ जे सुंढ को निजर मुंडटा को बुलाइला कहला वृषभ ए तोर मोर युद्ध हब युद्धरे यदि तू हारिबू मो सांगरे जीवु जदि युद्धरे तू जितिबू मु तोते छाड़ी पड़े आगे दीटा नागिबे बे घोर युद्ध लागिला वृषभंग सहित गोदावरी नदी अच्छा अच्छा युद्धरे किए जितिला किए हारिला ना युद्धरे पुणी गोदावरी हारिगला मो सांगरे वृषभ गोदावरी को चल दाबइला अच्छा गोदावरी की कहला चल मो सांगरे जीवा चलो गोदावरी कहला वृषभ मु तो कहू कहू सिना कहीदेली मु आज मोर ऋतुस्राव होइछे आज ऋतुस्राव नारीटीए मु पवित्र नदी रे पहुंचले शिवंग भलिया पवित्र नदी से ह्रदटा को सी आज प्रतिष्ठा करिवे नामकरण करिवे मोर परा शरीर अपवित्र मो अपवित्र शरीर में मुझे सेठी पहुंचबी मु गोटे ऋतुस्राव नारी मु जाई परबी नाही सब देवता थे सेतेबेले वृष बोले सत कथा आगा गोटे ऋतुस्राव होइथिबा नारी कौन धर्म कार्य करि परिबा नाही ना 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 जीवटा मध्य ठीक नाही हाँ ये संगे संगे गला समस्ते अछंदे आज्ञा से जगह जणई देला वृषभ कहला हे प्रभु समस्त निमंत्रण रक्षा कले किंतु गोदावरी नदी कहला मु आसी परिबे नाही ना कहीं आसी पारिब नाही ना तार ऋतुस्राव होइछि तेणु करी सी आसी पारिब नाही हाँ सेतेबेले कौन हला रे कौन सेतेबेले ध्यान बळे शिवदेव देखिले केड़ बड़ मिथ्या कथा गोदावरी कहला बोले गोदावरी मिथ्या कथा कहीदेला जानीदेले ध्यान बळे देवदेव त्रिलोचन अच्छा अच्छा कौन बोली अभिशाप देले रे कौन बोली हेटी सुनो गोदावरी एबे मोहर वचन लो मोहर वचन सबु बेले ऋतुस्राव होउथु जान शिवंगर अभिशाप पर गोदावरी ऋतुस्राव है यही कथा गोदावरी नदी जानीगला संगे संगे ऋतुस्राव हो गला जानीदेला गोदावरी नदी मु गोटे पवित्र नारी ऋतुस्राव हो गली संगे संगे कौन गला गोदावरी रे अरे तत क्षण रे गोदावरी आसिला तत क्षण रे गोदावरी आसिला भगवान शिव पादे दंडवत गला शरण पशिला गोदावरी जान
ଅପରାଧ କରିଲି ଆହେ ତ୍ରିଲୋଚନ ଏ ଅପରାଧରୁ ମୋତେ ତୁମେ କ୍ଷମା କର ହଉ ତୁମେ ପରାହେ ତ୍ରୈଲୋକ୍ୟ ଈଶ୍ୱର ଲାଗିଯାଉ ତୁମେ ପରାହେ ତ୍ରୈଲୋକ୍ୟ ଈଶ୍ୱର ଶିବଙ୍କର ପାଦପଦ୍ମରେ ଦଣ୍ଡାୟମାନ ହୋଇ ସ୍ନାପନ୍ନ ହେଲା ଗୋଦାବରୀ କହିଲା ହେ ପ୍ରଭୁ ପ୍ରଭୁ ମୁଁ ମିଥ୍ୟା ଭାଷା କହି ବହୁତ ପାପ କର୍ମ ଅର୍ଜିଛି ହେଲେ ତମେ ମୋତେ ଯେଉଁ ସବୁବେଳେ ଋତୁସ୍ରାବ ହେବା ପାଇଁ କହିଲ ସବୁଦିନେ ମୋତେ ଋତୁସ୍ରାବ ହେବା ପାଇଁ କହିଲ ମୁଁ ଏଡ଼େ ବଡ଼ ପୁଣ୍ୟତୟା ଗୋଦାବରୀ ନଦୀ ଯଦି ମୁଁ ସଦା ସର୍ବଦା ଋତୁସ୍ରାବରେ ରହିବି ତାହେଲେ ମୁଁ ବଞ୍ଚିବାର ମୂଲ୍ୟ କ'ଣ ପ୍ରଭୁ ଏଡ଼େ ବଡ଼ ମୋତେ ଧର୍ମ ନଦୀ କଲ ଏଡ଼େ ବଡ଼ ଧର୍ମାତ୍ମା ନଦୀ ମୁଁ ହେଲି ଗୋଦାବରୀ ଏତେ ଧର୍ମ ଗୋଦାବରୀ ପୁଣ୍ୟତୟା ନଦୀ ହୋଇ ମଧ୍ୟ ଆଚ୍ଛା ଯଦି ମୋର ଋତୁସ୍ରାବ ସବୁବେଳେ ହବ କୌଣସି ଭକ୍ତବନ୍ଧୁ ମାନେ ଆସି ମୋ ଠାରେ ସ୍ନାନ କରିପାରିବେ ନାହିଁ ତେଣୁ କ'ଣ କରିବି ହେ ମହାଦେବ ସେତେବେଳେ ମହାଦେବ କହିଲେ କ'ଣ ମୁଁ ତ ଅଭିଶାପ ଦେଇଛି ଆଚ୍ଛା ଆଉ ତ ଫେରେଇ ପାରିବି ନାହିଁ ନା ତେଣୁ କ'ଣ କରିବ କ'ଣ ନା 12 ବର୍ଷ ପର୍ଯ୍ୟନ୍ତ ତମେ ଏମିତି ବାରମ୍ବାର ତମର ପ୍ରତ୍ୟେକ ଦିନ ଋତୁସ୍ରାବ ହଉଥିବ ହବ 12 ବର୍ଷ ପର୍ଯ୍ୟନ୍ତ ତମ ଋତୁସ୍ରାବ ହବ ହେଲେ କେତେବେଳେ ତୁମେ ପୁଣ୍ୟ ହବ କେତେବେଳେ ହେଠି 12 ବର୍ଷକୁ ଥରେ 13 ମାସ ଦାନ ଥରେ 13 ମାସ ଦାନ ପୁଣ୍ୟ ହୋଇବ ଆଲୋ ଗୋଦାବରୀ ତୁ ପ୍ରମାଣ 12 ବର୍ଷକୁ ଥରେ 13 ମାସ ତୋର ପବିତ୍ର ହବ ହେଲେ କେଉଁ 13 ମାସ ହବ ଉପସ୍ଥିତ ମୋର ବିଜ୍ଞାବନ୍ଧୁ ଗୋଟେ ସୁନ୍ଦର କଥା କହୁଛି ଶୁଣନ୍ତୁ ହେଠି ପ୍ରତ୍ୟେକ ଶଙ୍କ ରାନ୍ତିରେ ଆସିବ আরে সংক্রান্তি 12 বর্ষকু জানো 12 থর দে আসিব হে সুজন দেখো 12 মাসকু যে 12 থর জানো 12 সংক্রান্তি পড়িব বহন সেতবেলে শিব বলুচন্তি বচন সংক্রান্তি রে বৃহস্পতি বাস করিবে দান সংক্রান্তি রে বৃহস্পতি করিবে বাস দান আজ্ঞা সংক্রান্তি রে বৃহস্পতি বাস করিবে গোটিয়ে সংক্রান্তি রে 12 মাস পর্যন্ত 13 মাস পর্যন্ত পুনি বৃহস্পতি বাস গোটে সংক্রান্তি রে 13 মাস পর্যন্ত বৃহস্পতি রহিবে আজ্ঞা বর্তমান মেষ বৃষ মিথুন চালিছি মেষ মাসরে রহিলে 13 মাস মেষরে রহিলে 13 মাস বৃষরে রহিলে 13 মাস বর্তমান মিথুন রাশি আরম্ভ হল গত মাসরু 13 মাস পর্যন্ত বৃহস্পতি রহিবে 13 মাস পর্যন্ত বৃহস্পতি মিথুন মাসরে রহিবে আচ্ছা 13 মাস পরে মিথুন পরে কর্কটকু যাবে কর্কট পরে আসিব সিংহ যেদিন সিংহ লগ্ন বৃহস্পতি বাস সেদিন নদী তুমি হে হইব পবিত্র সিংহ সংক্রান্তি রে বৃহস্পতি যেদিন বাস করিবে এটা পণ্ডিত মানকর পাঠ সমস্ত জানিপারিবে না ইয়ে পাণ্ডিত্য পাঠ বৃহস্পতি সংক্রান্তি রে 13 মাস রহিবে মেষরে 13 মাস রহিলে বৃষরে 13 মাস রহিলে এবে মিথুন চালিছে মিথুনের 13 মাস গলা মাসরু অছন্তি এ 13 মাস পর্যন্ত মিথুନରେ রহিবে মেষ বৃষ মিথুন পরে আসিব কর্কট তারপরে আসিব সিংহ সিংহ মাসরে 13 মাস যদি ন রহিব সেই 13 মাস গোদাবরী গো পবিত্র হইব এবে তো সিংহ আসিব আর 2 বর্ষ জগিବାକୁ পড়িব আউরি 2 বর্ষ ଅଛି হ্যাঁ এরা পরে মিথুন চালিছে মিথুন পরে কর্কট রহিব আউরি ইয়ে 13 সিয়ে 13 26 মাস যাব গোটে মাস গত হয়েছি আউ 25 মাস পরে
ଗୋଦାବରୀ ନଦୀ ପବିତ୍ର ହବ। ସିଂହ ସଂକ୍ରାନ୍ତି ଦିନ ବୃହସ୍ପତି ବାସ କରିବେ ସିଂହରେ, ସେଦିନ ଗୋଦାବରୀ ନଦୀ ପବିତ୍ର ହେବେ 13 ମାସ ପର୍ଯ୍ୟନ୍ତ, ଦିନେ ନାହିଁ କି ଓଳିଏ ନାହିଁ। ମତେ କହିଦଉ ଯୋଉଦିନ ପବିତ୍ର ହବ ମୁଁ ଯାଇ ସେଦିନ 13 ମାସ ପର୍ଯ୍ୟନ୍ତ ଗୋଦାବରୀ ବୋହିବେ ପବିତ୍ର। ଯଦି ଆମେ ତାହା ନୁହେଁ କରିବା ବହନ, ସର୍ବ ପାପ କ୍ଷୟ ହେବ। ଶୁଣ ହେ ସୁଜନ, ଭଗବାନ ଶିବ କହିଲେ ସିଂହ ସଂକ୍ରାନ୍ତି ଠାରୁ 13 ମାସ ପର୍ଯ୍ୟନ୍ତ ବୃହସ୍ପତି ଦେବେ ବାସ କରିବେ, ସେଦିନ ତମେ ପବିତ୍ର ହବ ସଂସାରରେ। ସେ 13 ମାସ ହବ ତୁମେ ପବିତ୍ର, କିନ୍ତୁ ସବୁବେଳେ ତମର ଋତୁସ୍ରାବ ହଉଥିବ। ଆଚ୍ଛା ତେଣୁ ଗୋଦାବରୀ ନଦୀର ସଦା ସର୍ବଦା ଋତୁସ୍ରାବ ହୁଏ। ଉତ୍ତର ହେଲା କି ରେ?